সন্ধি মুহূর্ত এই সমୟରେ ଆଜ୍ଞା ମାଲ ନୈମିଷାରଣ୍ୟରେ ପ୍ରବଚନ ଦଉଛନ୍ତି ରାମ କଥା। ଅଗସ୍ତି ରାମ ସେତେବେଳେ ଜନ୍ମ ହେଇଥାନ୍ତା ନା କିନ୍ତୁ କହିଲେ ମୁଁ ନିଜେ ରାମ କଥା ଶୁଣିବା ପାଇଁ ଯିବି। ସେତେବେଳେ ଉଠିଲେ ଆଜ୍ଞା ସତୀ ପଚାରି କହିଲେ ସ୍ୱାମୀ କୁଆଡେ ଉଠିଲ? ନା ରାମ କଥା ପ୍ରବଚନ ଆରମ୍ଭ ହେଲାଣି, ମୁଁ ଟିକେ ଶୁଣିବା ପାଇଁ ଯିବି। ତମେ ତ ସ୍ୱାମୀ ସଦାବେଳେ ରାମ ନାମ କହୁଛ, ଆଉ ସେ କଣ ଅଧିକା କହିବେ ଯେ ସେ କେମିତି ଏମିତି ଦାମୀ ବକ୍ତା ତମେ ତାଙ୍କଠୁ ଶୁଣିବ ରାମ କଥା? ସିଏ କହୁଛନ୍ତି ମୁଁ ଟିକେ ପ୍ରବଚନ ସଭାକୁ ସତୀଙ୍କର ମୋହ ବଢିଲା, ମୁଁ ଟିକେ ଯିବି। ସେ କେମିତି ଦାମୀ ବକ୍ତା କଣ ରାମ କଥା କହୁଛନ୍ତି ମୁଁ ଟିକେ ଶୁଣିବି। ଚାଲିଲେ ବାପା ସତୀ ଶଙ୍କରଙ୍କ ସାଥୀ ପହଞ୍ଚି ଗଲେ ନୈମିଷାରଣ୍ୟରେ। ଦେଖିଦେଲେ ଅଗସ୍ତ୍ୟ ମୁନି ମା ବାପା ଆସୁଛନ୍ତି, ଦୂରରୁ ଥାଇ ମୁଣ୍ଡିଆଟିଏ ମାରି ସତୀଙ୍କର ମୋହ ବଢିଲା। ସିଏ ତ ବକ୍ତା, ଆମେ ତ ଶ୍ରୋତା, ଆମେ ତାଙ୍କୁ ମୁଣ୍ଡିଆ ମାରିବା କଥା। ସିଏ ଯଦି ଅଥର ନଳାడు ଆମକୁ ଦେଖି ପାହା ପଡି ପଡିଲେଣି, ମୁଁ ଜାଣିଲି ସିଏ କେବେ ଦାମୀ ବକ୍ତା। ସ୍ୱାମୀ ତମେ ଯା, ମୁଁ ସେଠିକି ଯିବିନି। ଶିବ କହିଲେ ଭଲ ହେଲା, ତମ